ମହାରାଷ୍ଟ୍ର ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନୂଆ ସରକାରର ଶପଥ ଉତ୍ସବରେ ହେବେ ସାମିଲ। ମହାରାଷ୍ଟ୍ର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ମହାରାଷ୍ଟ୍ର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଖବର ଅନୁଯାୟୀ ଗୁରୁବାରଠୁ ମହାରାଷ୍ଟ୍ରରେ ଆରମ୍ଭ ହେବ ଦେବେନ୍ଦ୍ର ଫଡନାଭିସ୍ଙ୍କ ସରକାର। ମୁଖ୍ୟମନ୍ତ୍ରୀ ଭାବେ ଫଡନଭିସ ଶପଥ ନେବା ସହ ଉପମୁଖ୍ୟମନ୍ତ୍ରୀ ଭାବେ ଶିବସେନା ନେତା ଏକନାଥ ସିନ୍ଦେ ଏବଂ ଏନସିପି ନେତା ଅଜିତ ପାୱାର ଶପଥ ନେବେ। ରାଜ୍ୟରେ ଦ୍ୱିତୀୟ ଥର ପାଇଁ ମହାୟୁତି ମେଣ୍ଟ ସରକାର ଗଠନ କରିବ। ଡିସେମ୍ବର 25ରେ ମିଳିବ ସୁଭଦ୍ରା ଟଙ୍କା। ଚତୁର୍ଥ ପର୍ଯ୍ୟାୟ ଟଙ୍କା ପଠାଇବାକୁ ଚାଲିଛି ଯାଞ୍ଚ। ଚଳିତ ମାସ ଡିସେମ୍ବର 25 ତାରିଖରେ ମିଳିବ ସୁଭଦ୍ରା ଟଙ୍କା। ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ସୁଭଦ୍ରା ଟଙ୍କା ମିଳିବ ଏହି 25 ତାରିଖରେ। ଚତୁର୍ଥ ପର୍ଯ୍ୟାୟ ଟଙ୍କା ପଠାଇବା ପାଇଁ ଜାରି ରହିଛି ଯାଞ୍ଚ ପ୍ରକ୍ରିୟା। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପଠାଇବା ପାଇଁ ଡିସେମ୍ବର 6 ସୁଦ୍ଧା ପ୍ରକାଶ ପାଇବ ଯୋଗ୍ୟ ଓ ଅଯୋଗ୍ୟଙ୍କ ତାଲିକା। ଏହାପରେ ଆଉ 7 ଦିନ ପର୍ଯ୍ୟନ୍ତ ଆପତ୍ତି ଗ୍ରହଣ କରାଯିବ। ତୃତୀୟ ପର୍ଯ୍ୟାୟ ସୁଦ୍ଧା ରାଜ୍ୟର ମୋଟ 80 ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ 5,000 ଟଙ୍କା ଲେଖାଏଁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇଛି। ପାଣିପାଗ ବିଭାଗର ସୂଚନା, ରାଜ୍ୟରେ 7 ତାରିଖରୁ 2ରୁ 4 ଡିଗ୍ରୀ କମିବ ତାପମାତ୍ରା। ସାମୁଦ୍ରିକ ଝଡ଼ ପେଙ୍ଗାଲ ଯୋଗୁଁ ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିଥିଲା। ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ଶନିବାରଠାରୁ ରାଜ୍ୟରେ ଶୀତ ବଢ଼ିପାରେ। 7 ତାରିଖରୁ ରାଜ୍ୟରେ ରାତି ତାପମାତ୍ରା 2ରୁ 4 ଡିଗ୍ରୀ କମିବ, ଫଳରେ ଅଧିକ ଶୀତ ଅନୁଭୂତ ହୋଇପାରେ। ଆସନ୍ତା 2 ଦିନ କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଆଦି ଜିଲ୍ଲାରେ ପ୍ରବଳ ଶୀତ ସହ ଘନ କୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି। ଅନ୍ୟପଟେ ଆଜି ମାଲକାନଗିରି ଓ କୋରାପୁଟ ଜିଲ୍ଲାର ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶା ମାଟିରେ ଗଚ୍ଛିତ ଅଛି ସୁନାଖଣି। ଓଡ଼ିଶାର 2ଟି ଜିଲ୍ଲାରୁ ସୁନାଖଣି ସନ୍ଧାନ ମିଳିଥିବା ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଦେବଗଡ଼ ଜିଲ୍ଲାର ଆଡାସ, ରାମପଲ୍ଲୀ ଏବଂ କେନ୍ଦୁଝର ଜିଲ୍ଲାର ଗପୁର, ଗଜିପୁର ଅଞ୍ଚଳରେ ସୁନାଖଣିର ସନ୍ଧାନ ମିଳିଛି। ତେବେ ଆଜି ଗୃହରେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଏବଂ ଉପାସନା ମହାପାତ୍ର ଦୁହେଁ ଓଡ଼ିଶାର ଖଣିର ସନ୍ଧାନ କେଉଁ ଜିଲ୍ଲାରେ ମିଳିଛି ସବିଶେଷ ସତ୍ୟ ମାଗିଥିବା ବେଳେ ଏନେଇ ମନ୍ତ୍ରୀ କହିଥିଲେ, ଦେବଗଡ଼ ଜିଲ୍ଲାର ଆଡାସ, ରାମପଲ୍ଲୀ ଅଞ୍ଚଳରେ ଭାରତୀୟ ଭୂବୈଜ୍ଞାନିକ ସଂସ୍ଥା ଦ୍ୱାରା ଜି ସ୍ତରରେ ଅନୁସନ୍ଧାନ କାର୍ଯ୍ୟ ସରିଛି। ଭାରତୀୟ ମାଲବାହୀ ଜାହାଜର 12 କର୍ମଚାରୀଙ୍କୁ ଉଦ୍ଧାର କଲେ ପାକିସ୍ତାନୀ ସେନା। ଏକ ଭାରତୀୟ ମାଲବାହୀ ଜାହାଜ ବୁଡ଼ିଯିବା ପରେ ପାକିସ୍ତାନୀ ସେନା ଜାହାଜର କର୍ମଚାରୀଙ୍କ ଜୀବନ ରକ୍ଷା କରିଛି। ପାକିସ୍ତାନ ସାମୁଦ୍ରିକ ସୁରକ୍ଷା ଏଜେନ୍ସି ବୁଧବାର ସାମୁଦ୍ରିକ ଉଦ୍ଧାର କାର୍ଯ୍ୟକୁ ସଫଳତାର ସହ କରିଛି। ଭାରତୀୟ କାର୍ଗୋ ଜାହାଜ MSV AL ପିରାନପିର ବୁଡ଼ିଯିବା ପରେ 12 ଜଣ କର୍ମଚାରୀଙ୍କ ଜୀବନ୍ତ ଉଦ୍ଧାର କରାଯାଇଥିଲା। ବୁଧବାର ଜାରି ଏହି ବିବୃତିରେ PMSA କହିଛି ଯେ ଭାରତର ମୁମ୍ବାଇର ସାମୁଦ୍ରିକ ଉଦ୍ଧାର ସମନ୍ୱୟ କେନ୍ଦ୍ରରୁ ଏକ ଇମେଲ୍ ମିଳିଥିଲା। ବୁଡ଼ି ଯାଇଥିବା ଜାହାଜରେ ବଞ୍ଚିଥିବା ଲୋକଙ୍କୁ ଖୋଜିବା ଏବଂ ଉଦ୍ଧାର କରିବା ପାଇଁ ଏଥିରେ ସହାୟକ ଲୋଡ଼ାଯାଇଥିଲା। ବିଶ୍ୱକୁ ସ୍ତବ୍ଧ କଲା ଭାରତ, ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁତିନ। ଭାରତ ପୁଣି ଥରେ ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଏଥର ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ଅର୍ଥନୈତିକ ପଦକ୍ଷେପକୁ, ବିଶେଷ କରି ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଭାରତରେ କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ ପାଇଁ ସ୍ଥାୟୀ ପରିସ୍ଥିତି ସୃଷ୍ଟି ଉପଲକ୍ଷେ ସରକାରଙ୍କ ଉଦ୍ୟମ ପାଇଁ ସେ ଭାରତ ସରକାର ଏବଂ ଏହାର ନେତୃତ୍ୱକୁ ପ୍ରଶଂସା କରିଥିଲେ। ମସ୍କୋରେ VTB ନିବେଶ ଫୋରମକୁ ସମ୍ବୋଧିତ କରି ଭ୍ଲାଦିମିର ପୁତିନ ରୁଷିଆର ଆମଦାନୀ ପ୍ରତିସ୍ଥାପନ କାର୍ଯ୍ୟକ୍ରମ ଏବଂ ଭାରତର ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଏବଂ ରୁଷିଆ ମଧ୍ୟରେ ସମାନତା ଆଙ୍କିଛନ୍ତି। ପୁଣି ଏହା ମଧ୍ୟ କହିଛନ୍ତି ଯେ ଭାରତର ନେତୃତ୍ୱ ଏହାର ସ୍ୱାର୍ଥକୁ ପ୍ରାଧାନ୍ୟ ଦେବା ନୀତି ଉପରେ ଧ୍ୟାନ ଦେଇଛନ୍ତି। ରିଏଲ ଇଷ୍ଟେଟ ହଟସ୍ପଟ ପାଲଟିଲା ପୁରୀ, ସାରା ଦେଶରେ ଦ୍ୱିତୀୟ। ଦେଶ ମଧ୍ୟରେ ଧାର୍ମିକ ପର୍ଯ୍ୟଟନ ଯୋଗୁଁ ଏବେ ଧାର୍ମିକ ସ୍ଥଳଗୁଡ଼ିକର ବାସଗୃହ ଚାହିଦାରେ ଦ୍ରୁତ ପରିବର୍ତ୍ତନ ହୋଇଛି। ରାଜ୍ୟର ପୁରୀରେ ଏହାର ପ୍ରତିଫଳନ ଦେଖାଯାଇଛି। ପୁରୀରେ ଏବେ ଲୋକମାନେ ଘର କିଣିବାକୁ ବିଶେଷ ଆଗ୍ରହ ଦେଖାଉଛନ୍ତି। ଫଳରେ ଏହା ରିଏଲ ଇଷ୍ଟେଟ ହଟସ୍ପଟ ପାଲଟିଛି। ଏଠାରେ ଘର ଚାହିଦା ସହ ପ୍ରପର୍ଟି ଦାମ ମଧ୍ୟ ବଢ଼ୁଥିବା ମ୍ୟାଜିକ ବ୍ରିକ୍ସର ଏକ ରିପୋର୍ଟରୁ ଜଣାପଡ଼ିଛି। ଏକ ରିପୋର୍ଟ ମୁତାବକ ପୁରୀରେ ଏହି ଚାହିଦା ଏବେ
52% ବୃଦ୍ଧି ହୋଇଛି। ଏଠାରେ ବର୍ଗଫୁଟ ପିଛା ଦର 6,114 ଟଙ୍କା। ବର୍ଷକ ମଧ୍ୟରେ ଏହି ଦରରେ 30% ବୃଦ୍ଧି ପରିଲକ୍ଷିତ ହୋଇଛି। ଫଳରେ ବାସଗୃହ ଚାହିଦା ବୃଦ୍ଧିରେ ପୁରୀ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତ ସରକାରଙ୍କ ଦ୍ୱାରା ପିଏମ୍ କିଷାନ ଯୋଜନା ଏକ ପ୍ରମୁଖ ପଦକ୍ଷେପ। ଏହାର ଉଦ୍ଦେଶ୍ୟ ହେଉଛି ଭାରତର କ୍ଷୁଦ୍ର କୃଷକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା। ଏହି କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଯୋଗ୍ୟ କୃଷକମାନେ ପ୍ରତ୍ୟେକ ବର୍ଷ 3ଟି କିସ୍ତିରେ 2,000 ଲେଖାଏଁ ଟଙ୍କା ପାଆନ୍ତି। ଅର୍ଥାତ୍ ବାର୍ଷିକ 6,000 ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାନ୍ତି ସରକାର। ଏହି ଟଙ୍କା ସିଧାସଳଖ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥାଏ। ସବିଶେଷ ତଥ୍ୟ ଅନୁଯାୟୀ 19ତମ କିସ୍ତି ପାଇଁ ଫଣ୍ଡଟି ଫେବୃଆରୀ 2025ର ପ୍ରଥମ ସପ୍ତାହରେ କୃଷକଙ୍କ ଆକାଉଣ୍ଟରେ ଜମା ହୋଇପାରେ। ଆଇଫୋନ୍ ଉତ୍ପାଦନ ଚୀନର ସମକକ୍ଷ ହେବ ଭାରତ। ବିଶ୍ୱର କାରଖାନା ଭାବେ ପରିଚିତ ଚୀନ ଭାରତ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଉଛି। ବିଶେଷ କରି ଫୋନ ଉତ୍ପାଦନ କ୍ଷେତ୍ରରେ ଏହା ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଆପଲ୍ କମ୍ପାନୀର ଆଇଫୋନ୍ ଉତ୍ପାଦନରେ ଭାରତ ପାଇଁ 5 ବର୍ଷ ଭିତରେ ଚୀନ ସମକକ୍ଷ ହୋଇଯିବ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ଭାରତରେ ବିଶ୍ୱରେ 14ରୁ 15% ଆଇଫୋନ୍ ଉତ୍ପାଦନ କରାଯାଉଛି। ଭାରତ ହେଉଛି ଏକମାତ୍ର ଦେଶ ଯାହା ଚୀନ ବିକଳ୍ପ ଭାବେ ଉଭା ହୋଇଛି। 2027 ସୁଦ୍ଧା ଭାରତରେ 30% ଆଇଫୋନ୍ ଉତ୍ପାଦନ ହେଉଥିବ ବୋଲି ଆକଳନ କରାଯାଇଛି। 2025 ଆରମ୍ଭ ବେଳକୁ ଆର୍ଆଇ ଅମିନ ପଦବୀ ଖାଲି ନଥିବ, କହିଲେ ମନ୍ତ୍ରୀ। ବିଜେଡି 24 ବର୍ଷ ଧରି ସରକାରରେ ଥିବାବେଳେ ଯଦି ସବୁ ସମସ୍ୟାର ସମାଧାନ କରିଦେଇଥାନ୍ତେ ତେବେ ଆଜି ଗୃହରେ ଏତେ ଗୁଡ଼ାଏ କଥା ସେମାନଙ୍କୁ କହିବାକୁ ପଡ଼ୁନଥାନ୍ତା। ଭାଜପା ରାଜ୍ୟରେ 5 ମାସ ହେଲା ସରକାରକୁ ଆସିଛି। ଏହି ସମୟ ମଧ୍ୟରେ ରାଜ୍ୟରେ ଖାଲିଥିବା ଆର୍ଆଇ ଅମିନ ପଦବୀ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। 2025 ବର୍ଷ ଆରମ୍ଭ ବେଳକୁ ରାଜ୍ୟରେ ଆର୍ଆଇ ଅମିନ ପଦବୀ ଖାଲି ନଥିବା ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ମହଙ୍ଗା ମାଡ଼ରେ କଲବଲ ଜୀବନ, ଚାହିଁ ବସିଛନ୍ତି 45 ଲକ୍ଷ ହିତାଧିକାରୀ। ଆଳୁ, ପିଆଜ, ଡାଲି, ତେଲକୁ ଆରମ୍ଭ କରି ପନିପରିବା ଯାହାକୁ ହାତ ମାରିଲେ ଲାଗୁଛି ଝଟକା। ଆଉ ବାର୍ଦ୍ଧକ୍ୟ ଭତ୍ତା ଯାହା ମିଳୁଛି ସମୁଦ୍ରକୁ ଶଙ୍ଖ ପରି, ଯାହାକୁ ନେଇ ଛଟପଟ ହିତାଧିକାରୀ। ପଡ଼ୋଶୀ ଆନ୍ଧ୍ର ଦେଉଛି 4,000, ମାତ୍ର ଓଡ଼ିଶାରେ 1,000। କେବେ ବଢ଼ିବ ବାର୍ଦ୍ଧକ୍ୟ ଭତ୍ତା? ଚାଷକ ଭଳି ଚାହିଁ ରହିଛନ୍ତି ରାଜ୍ୟର ପ୍ରାୟ 45 ଲକ୍ଷ ବୁଢ଼ାବୁଢ଼ୀ। ସରକାର କ୍ଷମତାକୁ ଆସିବା ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ଭତ୍ତା ବଢ଼ିବ, ମାସିକ ମିଳିବ 3,000। ହେଲେ 5 ମାସ ପରେ ବି ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରିନାହାନ୍ତି। ଦେଶର 25 ସହର ବାୟୁ ପ୍ରଦୂଷଣ ମାତ୍ରା ଖରାପ ସ୍ତରରେ ପହଞ୍ଚିଛି, ଯେଉଁଥିରେ ଓଡ଼ିଶାର 5ଟି ସହର ତଥା ଭୁବନେଶ୍ୱର, ବାଲେଶ୍ୱର, ଅନୁଗୁଳ, ବ୍ୟାସନଗର ଓ ତାଳଚେର ରହିଛି। ଏହି ସହରଗୁଡ଼ିକର ବାୟୁ ପୁଣି ଥରେ ଅସ୍ୱାସ୍ଥ୍ୟକର ହୋଇପଡ଼ିଛି। ସହରବାସୀ ଯେମିତି ଅମ୍ଳଜାନ ନେଉନାହାନ୍ତି, ତାଠାରୁ ଅଧିକ ସଲ୍ଫର ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍, କାର୍ବନ ମନୋକ୍ସାଇଡ୍, କାର୍ବନ ଡାଇଅକ୍ସାଇଡ୍ ଏବଂ ବିଷାକ୍ତ ଧୂଳିକଣାକୁ ଶରୀରକୁ ନେଉଛନ୍ତି, ଯାହାଦ୍ୱାରା ଉଦ୍ଗାତ, ଶ୍ୱାସକ୍ରିୟା ଜନିତ ରୋଗ, ଫୁସ୍ଫୁସ୍, ଯକ୍ଷ୍ମା ଆଦି ପରି ରୋଗ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି।